নমস্কার দর্শক বন্ধু, আজি হচ্ছে নভেম্বর মাস 9 তারিখ রবিবার। আজি দিনর টপ 25 বড় খবর উপরে আসন্তু নজর পকাইবা। ভিডিওটিকে শেষ পর্যন্ত দেখন্তু, মাত্র কিছু সময় মধ্যে জানিপারিবে সম্পূর্ণ খবর। তা পূର୍ବରୁ ଚ୍ୟାନେଲରେ ନୂଆ ଥିଲେ ସବସ୍କ୍ରାଇବ୍ ପାଖରେ ଆସୁଥିବା ବେଲ୍ ଆଇକନ୍କୁ ଅନ୍ କରି ରଖନ୍ତୁ। ଏମିତି ପ୍ରତିଦିନ ଲେଟେଷ୍ଟ ନ୍ୟୁଜ୍ ସର୍ବପ୍ରଥମେ ଦେଖିବା ପାଇଁ ଆସନ୍ତୁ ସମ୍ପୂର୍ଣ୍ଣ ଖବର ଉପରେ ନଜର ପକାଇବା। ପିତବାସ ହତ୍ୟା ମାମଲାରେ ନୂଆ ମୋଡ଼। ପତ୍ନୀ ପ୍ରଶଂସ କହିଛନ୍ତି ମାମଲାର ପ୍ରତିହାର ପାଇଁ ଧମକ ଆସୁଛି। ଅଜଣା ନମ୍ବରରୁ ପୁଅକୁ 2 ଥର ଧମକପୂର୍ଣ୍ଣ କଲ୍ ଆସିଥିବା ବେଳେ ଅଭିଯୋଗ ଧମକ ଦେଇ କୁହାଯାଉଛି ଯେ ମାମଲା ହଠାତ୍ ନହେଲେ ଜୀବନ ଶେଷ କରିଦେମୁ। ଏହି କଲ୍ର ବିକ୍ରମ ପଣ୍ଡାଙ୍କ ନାଁ ଉଠି ଆସୁଛି ଏବଂ ଅଶ୍ଳୀଳ ଭାଷାରେ ବ୍ୟବହାର ହେଉଛି ବୋଲି ପତ୍ନୀଙ୍କୁ ଅଭିଯୋଗ କରାଯାଉଛି। ଅବସ୍ଥା ଅଛନ୍ତି। ଏହି ଘଟଣା ପରେ ପୁଲିସ ପିତବାସଙ୍କ ଘରେ ଚାରିପଟେ ସଦା ପୋଷାକରେ ମୁତୟନ ହେଉଛି ଏବଂ ପରିବାରକୁ 24 ଘଣ୍ଟାର ସୁରକ୍ଷିତ ଦେବାକୁ ଚାହୁଁଛନ୍ତି। ପରବର୍ତ୍ତୀ ଖବର। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଅଜିତ ପାୱାର ପୁଣି ଥରେ ଜଣିକିମା ସ୍କାମରେ ଫସି ଯାଇଛନ୍ତି। ନିଜ ପଦ ବଞ୍ଚିବାକୁ ସେ କହିଛନ୍ତି ଯେ ଏହି ଡିଲ୍ ରୁଦ୍ଧ ହେଉଛି, କିନ୍ତୁ ତାଙ୍କ ପୁଅ ପାର୍ଥ ଫର୍ମଙ୍କୁ 34 କୋଟି ଟଙ୍କା ପୋଣ୍ଟ ଡ୍ୟୁଟି ନସିଯିବାକୁ ସେହି ଫସେଇ ମିଛ ଆରୋପଣ ହେଉଛି। ମିଡିଆନରେ ଏଣ୍ଟରପ୍ରାଇଜରେ ପ୍ରାତିକ 99% ମାଲିକାନା ଥିବା ପୋଷ୍ଟ ଓ 1800 କୋଟିର ସରକାରୀ ଜମି କେବଳ 300 କୋଟିରେ କିଣିଥିବା ଅଭିଯୋଗ ଉଠୁଛି। ଘଟଣା ଲୋକଲୋଚନରେ ଆସିବା ପରେ ତହସିଲଦାର ଓ ସବ୍ ରେଜିଷ୍ଟ୍ରାର ଓ ନିଲମ୍ବନ କରାଯାଉଛି। ଏହି ମାମଲାକୁ ଆଗାମୀ ପୌର ନିର୍ବାଚନ ମହୋତ୍ସବ ପାଇଁ ବଡ଼ ସାବିତ ହୋଇପାରେ। ପରବର୍ତ୍ତୀ ଖବର। ବାଲେଶ୍ୱର ଜିଲ୍ଲାସ୍ତରୀୟ ମଣ୍ଡିଆ ଦିବସ ଗାନ୍ଧୀ ସ୍ମୃତି ଭବନରେ ମହା ଉତ୍ସବ ପୂର୍ଣ୍ଣତଃ ପାଳିତ ହେଉଛି। ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ବାଲେଶ୍ୱର ବିଧାୟକ ଅଶ୍ୱିନ ପାତ୍ର। କୃଷି ଐତିହାସିକ ଜୈବ ବିବିଧତା ଓ ସଂରକ୍ଷଣ ମହିଳାର ଭୂମିକା ବିଷୟରେ ଅତିଥମାନେ ମତବ୍ୟକ୍ତ ରଖିଥିଲେ। ଏହି ଅବସରରେ ଜିଲ୍ଲାର ବିଭିନ୍ନ ବ୍ଲକରୁ ଆସିଥିବା 70ରୁ ଅଧିକ ଚାଷୀ ଏବଂ ସ୍ୱୟଂ ସହାୟତା ଗୋଷ୍ଠୀ ଓ ସଦସ୍ୟମାନଙ୍କୁ ପୁରସ୍କାର କରାଯାଉଛି। କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଯେ ଲଜ୍ଜା ଦାସ ଏବଂ ଧନ୍ୟବାଦ ପୂର୍ଣ୍ଣ କରିଥିଲେ ସରୋଜ କୁମାର ଜୈନ। ପରବର୍ତ୍ତୀ ଖବର। ପରୀକ୍ଷା। ବାଲେଶ୍ୱର ପରୀକ୍ଷା ଦେଇଥିବା ଗୋଟିଏ ଦିନର ଦୁର୍ଦାନ୍ତ ପରୀକ୍ଷା ତ କାଲି ଅର୍ଥାତ୍ 9 ନଭେମ୍ବର ESCCS, RI, ଏମ୍ସ ଓ ICD ସୁପ୍ରିଭାଇ ପଦବୀ ପାଇଁ ପରୀକ୍ଷା ହେବା ସେହିଦିନ OPSC ପରୀକ୍ଷାରୁ ମଧ୍ୟ OSO ପରୀକ୍ଷା ମଧ୍ୟ କାର୍ଯ୍ୟ ହେଉଛି। ଉଭୟ ପରୀକ୍ଷାରେ ଆବେଦନ କରିଥିବା ଛାତ୍ରଛାତ୍ରୀମାନେ ଚିନ୍ତାରେ ଅଛନ୍ତି। କେଉଁଠି ଦେବେ, କେଉଁଠି ଛାଡ଼ିଦେବେ? ପରୀକ୍ଷା ତାରିଖ ପରିବର୍ତ୍ତନ ଦାବି କରିଛନ୍ତି ଆବେଦନକାରୀମାନେ, ଯାହା ଉପରେ ଦୁଇ ସଂସ୍ଥା ଏପର୍ଯ୍ୟନ୍ତ କୌଣସି ସିଦ୍ଧାନ୍ତ ନେଇନାହିଁ। ପରବର୍ତ୍ତୀ ଖବର। ନୂଆପଡ଼ା ଉପନିର୍ବାଚନ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ପୁଣି ଥରେ ପ୍ରଚାରରେ ନେଇଛନ୍ତି ପ୍ରଭାବିତ। ସେ ଗୋଟମା ଏୟାରଷ୍ଟ୍ରିପରେ ପହଞ୍ଚି ସେଥିରେ ଥିବା ମନ୍ତ୍ରୀ ସୁରେଶ ପୂଜାରୀ ଓ ଅଭିନେତା ଆକାଶ ସନ୍ଦେଶ ଓଡ଼ିଶା ଇତିହାସର ପ୍ରଥମ ଥର ଜଣେ ମୁଖ୍ୟମନ୍ତ୍ରୀ ଭାବେ ସେ ଉମାପ୍ରବେଶ ସୁନାଦେବୀ ଅଞ୍ଚଳକୁ ପାଦ ଦେଲେ। ସେ ମା ସୁନାଦେବୀଙ୍କ ଦର୍ଶନ କରି ଆଦିବାସୀ ଅଞ୍ଚଳରେ ଅବହେଳାକୁ ନେଇ ନବୀନ ପଟ୍ଟନାୟକଙ୍କୁ ଆକ୍ରମଣ କଲେ। କହିଲେ, ମୁଁ ଆଦିବାସୀ ପରିବାରର, ତେଣୁ ଆଦିବାସୀଙ୍କ ଦୁଃଖ ବୁଝିପାରେ। ସଂଖ୍ୟ ସହ ଥିଲେ ଭାଜପା ସଭାପତି ମନମୋହନ, ସାମଲ, ବସନ୍ତ ପଣ୍ଡା ଓ ମାକବିତା ଦେବୀ। ପରବର୍ତ୍ତୀ ଖବର।